ନଭେମ୍ବର 4ରୁ ପୁଣି ଛେଚିବ ବର୍ଷା। ଏଥର ପୂଜା ବଜାରରେ ପଶିବ ପାଣି। ରାଜ୍ୟରେ କମିଛି ବର୍ଷାର ପରିମାଣ। ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ 4 ଦିନ ଯାଏଁ ଅର୍ଥାତ୍ 3 ତାରିଖ ଯାଏଁ ପ୍ରବଳ ବର୍ଷା ପାଇଁ କୌଣସି ସତର୍କ ସୂଚନା ନାହିଁ। ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ 4 ତାରିଖ ବେଳକୁ ବଢ଼ାଇପାରେ ବର୍ଷାର ପରିମାଣ। ଦକ୍ଷିଣ ପଶ୍ଚିମ ମୌସୁମୀ ଅପସାରଣ କରିବା ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ଫିରୋଜପୁର, ସିସରା, ଚୁରୁ, ଅଜମେର, ଦିଶା, ଜୁନାଗଡ଼ ଓ ମାଉଣ୍ଟ ଆବୁରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ଅନୁଭୂତ ହେଉଛି ଗରମ ସହ ଗୁଳୁଗୁଳି। ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ଅନେକ ସ୍ଥାନରେ ପାରଦ ଉପର ମୁହାଁ ହୋଇଛି। ଗତକାଲି ଅନେକ ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଏଠାରେ ସର୍ବାଧିକ 34.2 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ 29.8 ଡିଗ୍ରୀ ସେଲସିୟସ ଓ କଟକରେ 30.6 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ଫୁଲବାଣୀରେ ସର୍ବନିମ୍ନ 21.0 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ। ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷାକୁ ନେଇ କୌଣସି ସତର୍କ ସୂଚନା ଦିଆଯାଇନଥିବା ବେଳେ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ କରାଯାଇଛି। ବିଜୁଳି ଘଡ଼ଘଡ଼ି ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ। ଏଥିପାଇଁ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଏହି ସ୍ଥାନରେ ସର୍ବାଧିକ ବର୍ଷା। ସେପଟେ ଗତ 24 ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ବଲାଙ୍ଗୀର ପାଟଣାଗଡ଼ରେ ସର୍ବାଧିକ 37.0 ମିମି ବର୍ଷା ରେକର୍ଡ ହୋଇଛି। ବାଲେଶ୍ୱର ଜିଲ୍ଲା ବାହାନଗାରେ 35.0 ମିମି, କଳାହାଣ୍ଡି ଭବାନୀପାଟଣାରେ 34.6 ମିମି, ନୂଆପଡ଼ାରେ 30.0 ମିମି, ଯାଜପୁରରେ 30.0 ମିମି ଓ ପୁରୀରେ 27.6 ମିମି ବର୍ଷା ରେକର୍ଡ କରାଯାଇଛି। ଘଣ୍ଟିଆ ବର୍ଷା ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ 1ରୁ ଏଯାବତ 1094 ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି 4% ନିଅଣ୍ଟିଆ ବର୍ଷା ରହିଛି। 1138.9 ମିମି ବର୍ଷା ସ୍ୱାଭାବିକ ରହିବା କଥା। ବର୍ତ୍ତମାନ ସୁଦ୍ଧା 2ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ 24 ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ 4 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।